ଏହି କାହାଣୀଟି ବୁଝିବା ପାଇଁ ଦୟାକରି କାହାଣୀର ପୂର୍ବ ଭାଗଗୁଡ଼ିକୁ ଶୁଣି ନେବା ପାଇଁ ଅନୁରୋଧ, ଯାହାର ଲିଙ୍କ୍ ମୁଁ ଏହି ଭିଡ଼ିଓର ଡିସ୍କ୍ରିପ୍ସନ୍ ଏବଂ ଆଇ ବଟନରେ ଦେଇ ରଖିଛି। ପୂର୍ବ ଭାଗରେ ଶୁଣିଥିଲେ ଯେ କାହାଣୀର ନାୟକ ସଞ୍ଜୀବ ଏବଂ ତାଙ୍କ ସାଙ୍ଗମାନେ ପୋଖରୀ ଭିତରେ କିଛି ପୁରୁଣା ଜିନିଷ ଖୋଜିବା ପରେ ଗୋଟିଏ ଅଦ୍ଭୁତ ନକାରାତ୍ମକ ଶକ୍ତିକୁ ଅନୁଭବ କରିଥିଲେ। ଆଉ ତାର କିଛି ସମୟ ପରେ ସୁମନକୁ ପୋଖରୀ ଭିତରେ ଥିବା ଜଳ ପିଶାଚଟି ଟାଣି ନେଇଥିଲା ବେଶ କିଛି ସମୟ ପାଇଁ। ସୁମନର ଚେତା ଆସିବା ପରେ ସେ ଗୋଟିଏ ବୁଢ଼ାକୁ ଦେଖିଥିବାର କଥା କହିଥିଲା ଏବଂ ସମସ୍ତେ ସେହି ପୂଜା ସହିତ ଦେଖିଥିବା ବୁଢ଼ା କଥା ଭାବୁଥିଲେ। ଏବେ ଜାଣିବା ଆଗକୁ କ'ଣ ହେଉଛି। ସୁମନର କଥା ଶୁଣି ଆମେ ସମସ୍ତେ ଡରି ଯାଇଥାଉ। ଏବେ ମୋତେ ବି ସୁନୀଲର କଥା ଠିକ୍ ଲାଗୁଥାଏ। ମୁଁ ଚିନ୍ତା କରୁଥାଏ ଯେ ଗବେଷଣା କାର୍ଯ୍ୟ ସେଇଠି ସ୍ଥଗିତ କରିଦେଇ ଆମେ ସମସ୍ତେ ଫେରିଯିବାଟା ଉଚିତ ହେବ। ମୁଁ ଅନ୍ୟମାନଙ୍କୁ କିଛି କହିବା ଆଗରୁ ଡକ୍ଟର ଆସି ସେଠି ପହଞ୍ଚିଗଲେ। ସେ କହିଲେ ସୁମନର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଉନ୍ନତି କରୁଛି। ତେବେ ଆଉ 2-3 ଦିନ ଏଠାରେ ରହିବାକୁ ପଡ଼ିବ ତାକୁ। ତାପରେ ସେ ଯାଇପାରିବ। ତା ସହିତ ଜଣେ ଏଠି ଜଗି ରହିବାକୁ ହେବ। ଡାକ୍ତରଙ୍କ କଥା ଶୁଣି ଗାୟତ୍ରୀ କହିଲା ସେ ସୁମନ ପାଖରେ ରହିବ ବୋଲି। କିନ୍ତୁ ପୂର୍ବ ଘଟଣା ସବୁ ଆଖି ଆଗରେ ରଖି ନିଷ୍ପତ୍ତି ନେଲୁ ଯେ ରାକେଶ ଆଉ ସୁନୀଲ ସୁମନ ପାଖରେ ରହିବେ। ମୁଁ, ଦିବ୍ୟ, ପୂଜା ଏବଂ ଗାୟତ୍ରୀ ରାଜବାଟୀକୁ ଫେରିବାକୁ ଲାଗିଲୁ। ହାତ ଘଡ଼ିରେ ସମୟ ଦେଖିଲା ବେଳକୁ ରାତି 9:30। ସାରା ଗାଁ ନିଃଶବ୍ଦ। ରାତି ସମୟରେ ଆମେ କେବେ ଗାଁକୁ ଏତେ ପାଖରୁ ଦେଖିନଥିଲୁ। ଥଣ୍ଡା ଥଣ୍ଡା ସୁଲୁସୁଲିଆ ପବନ ଦେଉଥାଏ। ସେହି ପବନରେ ବାଉଁଶ ବୁଦାର ମୂଳ ସବୁ କଡ଼ କଡ଼ ଶବ୍ଦ ସୃଷ୍ଟି କରୁଥାଏ। ଗଛର ପତ୍ର ସବୁ ପବନରେ ଖସ୍ ଖସ୍ ଶବ୍ଦ କରୁଥାଏ। ଏହିସବୁ ପରିସ୍ଥିତି ଭିତରେ ଡରି ଡରି ଆମେ ଆଗକୁ ପାଦ ବଢ଼ାଉଥାଉ। ରାତିର କରାଳ ରୂପ ଆମକୁ ଆହୁରି ଅଧିକରୁ ଅଧିକ ଭୟଭୀତ କରୁଥାଏ। ଛାତିକୁ ପଥର କରି ହାତକୁ ଧରି ଧରି ଆମେ ଆଗକୁ ସବୁ ମାଡ଼ି ଚାଲିଥାଉ। ହଠାତ୍ ଆମକୁ ଲାଗିଲା ଯେମିତି ଆମ ପଛରେ କେହି ଜଣେ ଚାଲି ଚାଲି ଆସୁଛି। ଗାୟତ୍ରୀ ଧୀରେ ଧୀରେ ମୋ କାନରେ କହିଲା, ସଞ୍ଜୀବ, କ'ଣ ତୋତେ ଲାଗୁଛି କି କେହି ଜଣେ ଆମ ପଛରେ ଆସୁଛି? ମୁଁ କହିଲି ପଛକୁ ନ ଚାହିଁ ଆଗକୁ ମାଡ଼ି ଚାଲ। ଆମେ ସବୁ ଶୀଘ୍ର ଶୀଘ୍ର ଆଗକୁ ବଢ଼ିବାକୁ ଲାଗିଲୁ। କିନ୍ତୁ ଆମେ ଯେତେ ଆଗକୁ ଆଗକୁ ଯାଉଥାଉ ଆମ ପଛରେ ସେ ସେତେ ଜୋରରେ ଜୋରରେ ଆସୁଥାଏ। କିଛି ସମୟ ପରେ ସେ ବୁଢ଼ୀଟି ପଛରୁ ଡାକିଲା, ଏ ଝିଅ ଟିକେ ଶୁଣ। ତା ଡାକ ଶୁଣି ଆମେ କିଛି ସମୟ ପାଇଁ ରହିବା ପାଇଁ ଚିନ୍ତା କରିଲୁ। କିନ୍ତୁ ଗାୟତ୍ରୀ କହିଲା, ଏ ଗାଁ ଠିକ୍ ନୁହେଁ ସଞ୍ଜୀବ। ଆମ ସାଙ୍ଗ ମଧ୍ୟରୁ 2 ଜଣ ଅସୁବିଧାରେ ପଡ଼ିସାରିଲେଣି। ଆଗକୁ ଚାଲ। ଆମେ ଗାୟତ୍ରୀ କଥା ମାନି ଆଗକୁ ଚାଲିଲୁ। କିଛି ସମୟ ପରେ ସେ ବୁଢ଼ୀଟି ପୁଣି ଡାକିଲା, ଏ ଝିଅ ତତେ ଡାକିଲି ପରା। ବୁଢ଼ୀର ଏପରି ଅଧିକାରପୂର୍ବକ କଥା ଶୁଣି ଗାୟତ୍ରୀ ରାଗି ଯାଇ କହିଲା, ଥରେ ଡାକିଲା ପରେ ବି ଜଣେ ଶୁଣୁନାହିଁ ତା ମାନେ ସେ ଆଗକୁ ବି ଶୁଣିବ ନାହିଁ। ବାରମ୍ବାର ଡାକିବାର ଆବଶ୍ୟକତା କ'ଣ? ଏତେ ରାତିରେ ମାଉସୀ ବାହାରେ ବୁଲିବା ଦରକାର ନାହିଁ। ଘରେ ଯାଇ ଶୋଇପଡ଼। ଏତିକି କହି ଆମେ ସବୁ ରାଜବାଟୀକୁ ଫେରି ଆସିଲୁ। ପହଞ୍ଚିଲା ବେଳକୁ ମଉସା ଖାଇବା ତିଆରି କରି ରଖିଦେଇଥିଲେ। ପୂଜା କହିଲା ଯେ ସେ ସମସ୍ତଙ୍କ ପାଇଁ ଖାଇବା ବାଢ଼ି ଆଣିଦେବ। ଆମେ ସମସ୍ତେ ଖାଇବା ପାଇଁ ଅପେକ୍ଷା କରି ବସିଥାଉ। ମୁଁ ଆଉ ଦିବ୍ୟ ଦିନର ସମସ୍ତ ଘଟଣା ବିଷୟରେ ଆଲୋଚନା କରୁଥାଉ। ଆଉ ଗାୟତ୍ରୀ ଗୋଟିଏ କୋଣରେ ବସି ଘୁମାଉଥାଏ ମୁଣ୍ଡ ତଳକୁ କରି। ଏହି ସମୟରେ ହଠାତ୍ ମୋ ଆଖି ପଡ଼ିଲା ତା ଉପରେ। ତା ଅବସ୍ଥା ଦେଖି ମୁଁ ଆଉ ଦିବ୍ୟ ମନେ ମନେ ହସିବାକୁ ଲାଗିଲୁ। ଏତିକିବେଳେ ଆସି ପହଞ୍ଚିଲା ପୂଜା। ସମସ୍ତଙ୍କ ପାଇଁ ଖାଇବାକୁ ବାଢ଼ି ଆଣିଥିଲା ସେ। ଆମ ପାଖକୁ ଆସି କହିଲା, ଆସ ଖାଇବ ସମସ୍ତେ। ହଠାତ୍ ଭୋସ୍ କରି ମୁଣ୍ଡ ଉଠାଇଲା ଗାୟତ୍ରୀ। ତା କୁଞ୍ଚୁ କୁଞ୍ଚିଆ ଚୁଟି ଭିତରେ ତା ମୁହଁ ଅଧା ଲୁଚି ଯାଇଥାଏ। ତା ଚୁଟି ଆଢ଼ୁଆଳରେ ମୁଁ କେବଳ ତା ସମ୍ପୂର୍ଣ୍ଣ ନାଲି ପଡ଼ିଯାଇଥିବା ଆଖି ଦୁଇଟି ଦେଖିପାରୁଥାଏ। ତା ଆଖି ଦୁଇଟି ଦେଖି ମୋର ରମାନନ୍ଦ ସାଗରଙ୍କ ରାମାୟଣର ସୁପର୍ଣ୍ଣଖାର ମୁହଁ ମନେ ପଡ଼ିଯାଉଥାଏ। ମୁଁ ଜାଣିସାରିଥାଏ କିଛି ତ ଗଡ଼ବଡ଼ ଅଛି। ମୁଁ ଅନ୍ୟମାନଙ୍କୁ କିଛି କହିବା ଆଗରୁ ପୂଜା ଗାୟତ୍ରୀକୁ ହଲାଇ କହିଲା, ଆରେ ଖାଇବୁନି ନା କ'ଣ ଯେ? ଏତିକି ଶୁଣି ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା ଗାୟତ୍ରୀ। ପୂଜାର ଚୁଟି ଧରି ଟାଣି ଚିଲ୍ଲାଇ ଚିଲ୍ଲାଇ କହିଲା, ନା ଖାଇବିନି ମୁଁ। ତତେ ମାରିଲା ପରେ ଯାଇ ଖାଇବି। ପୂଜା କଷ୍ଟରେ ଚିତ୍କାର କରୁଥାଏ। ଦିବ୍ୟ ଏ ଦୃଶ୍ୟ ଦେଖି ଗୋଟାପଣେ ଥରୁଥାଏ। ମୁଁ କିଛି ଉପାୟ ନ ପାଇ କହିଲି, ଗାୟତ୍ରୀ ତାକୁ ଛାଡ଼ିଦେ। ଗାୟତ୍ରୀ ମୋ ଆଡ଼କୁ ଚାହିଁ କହିଲା,
किए बे गायत्री काहारी को छाड़बेने समस्त को मारिदेवी आज समस्त को मारिदेवी आज एति कही पूजा को ठेली दे रोषे घर को चलीगला से कांथरे पूजार मुंड माड़ हो पूजा पड़ जाए आउ एतिकी बेले गरम पिठा खड़िका धरी दौड़ी आसला गायत्री आमको कहला एइथिरे पोड़ीदेवी तुम दुही को काहारी को छाड़बेने आमे दुहे जीवन बिकले दौड़ाक लगिलु आउ गायत्री आम पछरे गोड़ाऊ थाए हठात किछि समय परे से स्थिर होई छिड़ा होईगला एही सुजोगर लाभ उठाई आमे दुहे पूजा को नहीं गोटे कोठरी भितर बंद होईगलु आउ ठीक एति बेले बिजुली चलीगला अंधार बार देखी आमे आहुरी डरी जाइथाओ आउ गायत्री हा हा बिकटाल हसिबाकू लगी थाए एति बेले हठात गायत्री हाथर से पिठा खड़िकाटी खसी पड़ा मु बाहर को जीवाकू बाहरिले किंतु दिव्य मते अटकाई देला मु दिव्य कथा मानी चुप होई रहिले हठात किछि समय परे किछि ताली मारिला परी शब्द शुभिला तापरे गायत्रीर पाउंजीर छम छम शब्द सुनागला गायत्री किछि गुणगुण हेउथाए एमिति लागुथाए जेमिति ता सहित आउ केही अछि एवं ता सहित से कथा होउछे किछि समय परे कें कें करी कबाटटी खोलिला मु आउ दिव्य झरका आड़ को चाहे जहाँ देखिलो निज आखि को विश्वास करि पारु नथिलो राति अधरे गायत्री एकुटिया चाली चाली बाहर को जाउथाए किंतु ओलटा से चालू थाए निजर दुई हाथ साहाय्य गोड़ दुईटी टेकी होई थाए शून्य को तार कुंचु कुंचिया बाल सब भूईरे घोषारी होउथाए आ से गुणु गुणु होई आग को माड़ी चली थाए मु चाहूली ताको पछरू डाकी देबाको किंतु मोर आउ साहस हेलानी एति समय भितर आमे जानी सारिथिलो जे गायत्री शरीर रे गायत्री नुहे बरं आउ केही दुष्ट शक्ति अख्तियार करि नेइछे किंतु गायत्री को किपरि मुकुळेइबो तार उपाय आम पाखरे न थाए आउ एते रातिरे बुढ़ा मौसा पाखक जीवा भी संभवपर न थाए बिजुली न थाए बोली अंधार घरे बेहोश पूजा सहित मु आउ दिव्य बसी थाओ राति जेते गाढ़ होउथाए आमको गायत्री चिंता सेतिकी घारु थाए किछि समय परे बिजुली आसिला आमे पूजा मुहरे पानी मारी ताको साष्टाम करिलो सेतेबेलको राति 2टा बाजी सारी थाए आमे सिंदूरा फाटिबाको अपेक्षा करिलो भोर 4टा 4:30 बेलको आमे बाहरिलु गायत्री को खोजिबा पाए गायत्री को खोजी खोजी जीवा बाटरे आमे बुढ़ा मौसा को देखिलो तांको सब कथा खोली कहिबा परे से कहिले मु जानी छे तुम सांग केउठी मिलिबो तुमको से बुढ़ी को किछि कहिबा उचित नथिला से बुढ़ी गोटे पोखत बिष्टा खाई डाहाणी ता कथा जी न शुणे से ता शरीर रे एमिति डाहाणी छाड़ी दे आमको बुढ़ा मौसा कथा गप हेले भी सत परि लागुथाए मौसा कहले तुम सांग को पाइला परे राजबाटी को नहीं जीव भल भाव रे गाधोई देव एवं ता मुह को एवं पाटी को भल भाव रे धोई देव मु किछि समय परे औषध हो ताबिज नहीं जाउछे ताको पिंधाई देले से भल होई जीव किछि समय परे मौसा हमको नहीं गले गोटे गोचर जमी को सेठारे देखिला बेल को अचेत होई सेठी गायत्री पड़ी छे ओ ता ओठरे बिष्टा लगी छे आमको एबे मौसा सब कथा गोटी गोटी सत लागू थाए गायत्री को नहीं आसी मौसा कहिला परी प्रस्तुत करिलो किछि समय परे मौसा आसिले हाथ रे थाए बड़ दौड़ी किछि चेरमूली आ गोटे ताबिज अचेत गायत्री को आग मौसा जोर करे खटरे बांधी देले तापरे से घर भितर झुणा लगाई चेरमूली सब गायत्री नाकरे भर्ती करदेले एति बेले गायत्री चित्कार करने लगिला से खूब जोरे बाड़ी छाटी होउथाए सते जेमिति आज से खट भांगी चली जीव मौसा किंतु ताको काबू करने को चेष्टा करुथांते बेस किछि समय परे सब किछि शांत होईगला मौसा बाहर को आसिले गायत्री सोई थाए छोट शिशुटीए परे किछि समय परे गायत्री आखि खोलिला आ कहिला अरे मु एते समय हेबो सोईछे मते केही डाकी उठेई पारुन आज काम पे जीव कि नाही चलो प्रस्तुत हेबा ता कथा सुनी आमे जानी सारिथिलो जे आम सांग गायत्री फेरी आसी से डाहाणी कबलरो
ନାୟକଙ୍କ ଯାତ୍ରା ଶେଷ ହୋଇନାହିଁ। ଆଗକୁ କ'ଣ ଘଟୁଛି ଜାଣିବା ପାଇଁ ଅପେକ୍ଷା କରନ୍ତୁ ଆଗାମୀ ଅଧ୍ୟାୟକୁ।